ଶୀତ ଦିନରେ ମୋତେ ଫ୍ରିରେ ମିଳିଥିଲା ଏଇ ଲାଇଟ୍ ପିଙ୍କର ଡାଇନେଥସ୍ ଗଛ। ତ ଦେଖିବାଟେ କେତେ ସାଇଡ଼୍‌ରେ ଏମିତି ମୂଳରୁ ପୁରା କୁଆଁ ମାରିକିରି ପୁରା ଗଛଟା କେତେ ଗ୍ରୋଥ୍ ହେଇଗଲାଣି। ତ ଏଗୁଡ଼ାକ ହେଉଛି ମୁଁ କିଛି ଚାରା ବନେଇ ସାରିଛି, ତଥାପି ଏବେ କିଛି ନୂଆ ଚାରା ବନେଇବି, ଯାହାକି ମୋର ନେକ୍ସଟ ଶୀତ ଦିନ ବେଳକୁ ନା କିଛି ଗଛ ହେଇଯାଇଥିବ। କାରଣ ଶୀତ ଦିନ ଆସିଲା ମାତ୍ରକେ ଆମେ ଯେ ଚାରା ଲଗେଇବା ବା ଚାରା ବନେଇବା, ସେତେବେଳକୁ ଆମର ପୁରୁଣା ଗଛ ବି ମଧ୍ୟ ଯାହା ରହିଥାଏ ବା ଗଛର ମଦର ପ୍ଲାଣ୍ଟ ଯାହାକୁ କୁହନ୍ତି, ସେଗୁଡ଼ାକ ଡ୍ୟାମେଜ୍ ହେବାକୁ ଗୋଟେ ଗୋଟେ ତ ଏମିତି ରହିଯାଇଥାଏ, ଗୋଟେ ଗୋଟେ ଏମିତି ନଷ୍ଟ ବି ହେଇଯାଇଥାଏ। ସେଥିପାଇଁକା ତା'ର ସିଜନ୍ ପୂର୍ବରୁ କିଛି ଯଦି ଆପଣଙ୍କ ପାଖରେ ଗଛ ଅଛି, ତେବେ ତା'ର ଚାରା ବନେଇ ଦିଅନ୍ତୁ। ବେଳେବେଳେ ଦେଖିବେ ମଦର ପ୍ଲାଣ୍ଟ ନଷ୍ଟ ହେଇଯାଇଥିବ, କିନ୍ତୁ ଡଟର ପ୍ଲାଣ୍ଟ ଗୁଡ଼ା ନା ଆପଣଙ୍କର ବହୁତ ହି ବଢ଼ିଆ ଭାବରେ ଗାର୍ଡ଼େନରେ ରହିଥିବ। ଏମିତି କରିକି ମୁଁ ହେଉଛି ଯେତିକି ବି ଗଛ ଥିଲା, ତ ତା ଦେହରେ ହେଉଛି ମୁଁ ଚାରା ବନେଇ ସାରିଲିଣି। ମିନିମମ୍ 40ରୁ 50ଟା ଗଛ କରିସାରିଲିଣି। ଆହୁରି ବହୁତ ଗୁଡ଼ାଏ ଗଛ କରିବାର ବି ଅଛି, କାରଣ ଏ ଡାଇନେଥସ୍ ଗଛ ଗୋଟେ ଏମିତି ଗଛ ଯେଉଁଥିରେ ଅତ୍ୟଧିକ ଫୁଲ ମିଳିଥାଏ ମୋତେ, ଆଉ ଦେଖିବାକୁ ବି ଭାରି ସୁନ୍ଦର ଲାଗେ। ଯେହେତୁ ଏ ଗଛ ହେଉଛି ଠାକୁର ପୂଜାରେ ଯେହେତୁ ଫୁଲଟା ଲାଗେନି, ସେଥିପାଇଁ ସବୁବେଳେ ପାଇଁ ଫୁଲଟା ରହେ ଗଛରେ ଏମିତି। ଆଉ ମଞ୍ଜିରୁ ବି ଗଛ ହେଇଯାଇଥାଏ, କିନ୍ତୁ ମଞ୍ଜିରୁ ଗଛ କରିବାକୁ ବହୁତ ସମୟ ଲାଗେ। ସେଥିପାଇଁ ମୋତେ ହିଁ ସବୁଠୁ ବେଷ୍ଟ ଲାଗେ ଏମିତି ଡାଳରୁ ଗଛ କରିବା। ଆପଣମାନେ କେମିତି ଲଗାନ୍ତି, ୟାର ଗଛ ଗୁଡ଼ା କେମିତି କରନ୍ତି କହିବେ। ଡାଳରୁ ଲଗାଇବାକୁ ଭଲ ପାଆନ୍ତି ନା ଏମିତି ମଞ୍ଜିରୁ ଲଗାଇବାକୁ ଭଲ ପାଆନ୍ତି କହିବେ। ମାନେ ମଞ୍ଜିରୁ ବି ଜଣେ ଜଣେ ଅଛନ୍ତି, ମାନେ ବହୁତ ଜଣ କ'ଣ କହିଲେ ମଞ୍ଜିରୁ ହିଁ ପକେଇକି ତଳା ହେଉଛି ଗଛ କରିବାକୁ ପସନ୍ଦ କରନ୍ତି। ତ ସେମିତି ହିଁ ପଚାରିଲି ଆପଣମାନେ କେମିତି କ'ଣ ଗଛ କରନ୍ତି କହିବେ କମେଣ୍ଟରେ। ମୁଁ ତ ଏମିତି ଡାଳରୁ ହିଁ ଲଗେଇକି ଗଛ କରିବାକୁ ପସନ୍ଦ କରେ। ଆଉ ୟାର ଡାଳ ଯେହେତୁ ଲାଗିବା ବହୁତ ଇଜି, ସେଥିପାଇଁ ମୋତେ ବହୁତ ଭଲ ବି ଲାଗେ। ୟାର ଡାଳ କିଛି ମୁଁ ଲଗେଇଥିଲି ମନ୍ଦାର କୁଣ୍ଡରେ। ମନ୍ଦାର କୁଣ୍ଡରେ କ'ଣ କହିଲେ, କିଛିଟା ନୂଆ ଏବେ ଲଗେଇଥିଲି ହଳଦିଆ ରଙ୍ଗର ଦେଶୀ ମନ୍ଦାର ଆଉ କିଛି ପିଙ୍କ ମନ୍ଦାର। ତ ତାରି ପଟଟା ଯେହେତୁ ଛାଇରେ ଥିଲା, ସେଇଟାରେ କିଛି ପୋତି ଦେଇଥିଲି। ଆଉ ସେଇଟା ହିଁ ମୋର ପ୍ରଥମେ କ'ଣ କହିଲେ ଫୁଲ ବି ଫୁଟିଗଲାଣି, ଲାଗି ବି ଗଲାଣି। ଆହୁରି ୟାର କିଛିଟା ମୁଁ କଣ୍ଟେନରରେ ଲଗେଇଛି, ଯେଉଁଗୁଡ଼ାକ ଛୋଟ ଛୋଟ ଟପ୍ରେ। ତ ସେ ବି ମଧ୍ୟ ଲାଗିଯାଇଛି, କିନ୍ତୁ ଫୁଲ ଫୁଟିଲେ ଆଗକୁ ଭିଡ଼ିଓଟେ ଆଣିବି ଆଉ ଆପଣମାନଙ୍କୁ ବି ଦେଖେଇବି, ବ୍ୟସ୍ତ ଜମା ହୁଅନ୍ତୁନି। ତ ଏଲୋଭେରା ହେଉଛି ଲଗେଇବାର ତ ନଥିଲା, ଏଇଟା କୌଣସି ଇମ୍ପୋର୍ଟାଣ୍ଟ ନୁହଁ, ମାନେ ଏଲୋଭେରା ଲଗେଇବା ଆଦୌ ଦରକାର ପଡ଼ିବନି। କିନ୍ତୁ ଲଗେଇଦେଲେ ବି ମାନେ କ'ଣ କହିଲେ, ଏବେ ବର୍ଷା ଟିକେ ଟିକେ ହେଉଛି, ତା ସାଥିରେ ମାଟିର ଫଙ୍ଗସ୍ ବହୁତ ପ୍ରାୟତଃ ମାଟିରେ ଥାଏ। ଯେମିତିକା ଯେହେତୁ ଗୋଟେ କୁଣ୍ଡରେ ଆମର ପୂର୍ବରୁ ଗୋଟେ ଗଛ ଲାଗିଥାଏ, ତାକୁ ଆମେ ସେକେଣ୍ଡ ଥର ସେ ମାଟିର ବ୍ୟବହାର କରିବା ସମୟ ନା ଏଲୋଭେରା ଟିକେ ଲଗେଇଦେଲେ ବହୁତ ଭଲ ରହିବ। ମାଟିରେ ବିଭିନ୍ନ ପ୍ରକାର ଫଙ୍ଗସ୍ ଥାଏ, ଯାହାକି ଆଖିକୁ ଦେଖାଯାଏ। ଆଉ ସେସବୁ ଫଙ୍ଗସ୍ ଆମ ଗଛକୁ ଯେମିତି ନଷ୍ଟ ନ କରିଦେଉ, ବା ଡାଳ ଯେଉଁ ଲଗାଉଛନ୍ତି ତାକୁ ନଷ୍ଟ ନ କରୁ, ସେଥିପାଇଁ ଏଲୋଭେରା ଲଗେଇଦେଲେ ବହୁତ ଭଲ ରହିବ। ତ ଡାଳଟା ହେଉଛି ମୁଁ ଟିକେ ପାଣିରେ ବୁଡ଼େଇ ଦେଲି, ମାନେ ଡିପ୍ କରିଦେଲି, ଆଉ ସେଇଟା ଝାଉଁଳିବନି ବୋଲିକି। ତାପରେ ଏଲୋଭେରାଟା ଘଷିଦେଲି, କାରଣ ତା'ର ହଳଦିଆ ଯେଉଁ ଲିକ୍ୱିଡ଼ଟା ଥାଏ, ଯେଉଁଟାକି ଡ୍ୟାମେଜ୍ ଲିକ୍ୱିଡ଼ ବା ହେଉଛି ଯେଉଁଟାକି ଗୋଟେ ବିଷାକ୍ତ ଲିକ୍ୱିଡ଼, ତାକୁ ପୋଛିଦେଲି, ଧୋଇଦେଲି। ତାପରେ ଧୋଇ ସାରିଲା ପରେ ତା ଦେହରେ ଟିକେ ବୁଡ଼େଇକି ଡିପ୍ କରିକି ଏଠି ମୁଁ ଡାଇନେଥସ୍ ଡାଳ ଲଗେଇଦେଲି। ଡାଇନେଥସ୍ ଡାଳ ହେଉଛି ଖରା ଦିନରେ ବି ଲଗେଇବେ ଲାଗିଯିବ, ଏଇଟା ବର୍ଷା ଦିନରେ ବି ଲଗେଇବେ ଲାଗିଯିବ। ବାକି ରହିଲା ଶୀତ ଦିନରେ ବି ଲଗେଇଲେ ବି ଲାଗିବ। କିନ୍ତୁ ଶୀତ ଦିନରେ ଯଦି ଆପଣ ଲଗେଇବେ ନା